ଗାଁ ଏବଂ ସହର ମଧ୍ୟରେ ପାର୍ଥକ୍ୟ। ଥରେ ଶିକ୍ଷକ ପଚାରିଲେ, ଗାଁ ଆଉ ସହର ମଧ୍ୟରେ ପାର୍ଥକ୍ୟ କ'ଣ? ପିଲାଟି ଉତ୍ତର ଦେଲା, ଗାଁରେ ଗାଈଗୋରୁମାନଙ୍କୁ ଘରେ ରଖନ୍ତି ଏବଂ ସହରରେ ଗାଈଗୋରୁମାନଙ୍କୁ ବାହାରେ ଛାଡ଼ି ଦିଅନ୍ତି। ଆଉ କୁକୁରଙ୍କୁ ଘରେ ରଖନ୍ତି ସହରରେ। ଗାଁ ଗହଳିରେ ମୂର୍ଖ ଲୋକଟି ନ ଖାଇ ନ ପିଇ ଗାଈଗୋରୁମାନଙ୍କୁ ଚରେଇବାକୁ ନେଇଥାଏ। ସନ୍ଧ୍ୟାବେଳେ ଘରକୁ ରିଟର୍ନ ଆସେ। ସକାଳୁ ନେଇଥାଏ, ସନ୍ଧ୍ୟାବେଳେ ଆସେ। ଏବଂ ସହରରେ ଶିକ୍ଷିତ ଲୋକଟି କୁକୁର ଛୁଆକୁ ସାଥିରେ ଧରି ସକାଳେ ଓ ସନ୍ଧ୍ୟାରେ ବୁଲିବାକୁ ନିଏ। ଲକ୍ଷ୍ୟ କରିଥିବେ, ଏଇ ତ ହେଉଛି ଗାଁ ଓ ସହର ମଧ୍ୟରେ ପାର୍ଥକ୍ୟ। ଆମେ ଗାଈ ଗୋରୁଙ୍କୁ ଗାଁ ଗହଳିରେ ପୂଜା କରୁ, ସହରରେ ସେଇ ଗାଈ ଗୋରୁକୁ ବାହାରେ ଛାଡ଼ିକି କୁକୁରକୁ ଘରେ ରଖନ୍ତି। ଏଇ ତ ପାର୍ଥକ୍ୟ। ଜୟ ଜଗନ୍ନାଥ।